ପାଞ୍ଚଟା ଧରି ଏମାନଙ୍କୁ ଜଙ୍ଗଲ ଲଟା ବୁଲାଇଲା ସେଇ କାଳଟା ଯୁଧିଷ୍ଠିର ହୀନ ନିପଟ ଚଠା ହାରିଲା ରାଇଜ ଗୋଟା ଖାନା ବାଲା ଭୀମସେନ ପେଟା ନକୁଳ ସୁନ୍ଦର ଗଇଁଆ ଭଟା ଅର୍ଜୁନ ହୀନ ବୁଧିନି ପଟା ଅର୍ଜୁନ ହୀନ ବୁଧିନି ଚଠା ନକୁଳ ସୁନ୍ଦର ଗଇଁଆ ଭଟା କିଛି କିଛି ଜାଣେ ସହଦେବଟା କି ଦେଖି ଝିଅକୁ ଦେବାଟା ବୃଥା ଏ ଭୁଲ ଧାରଣା ମନରୁ ଚିନ୍ତା ଆଉ ଯଦି ଦିନେ କହିବୁ ଏ କଥା ବଳଦେବ ବୋଲେ ହୋଇବ ମୁଣ୍ଡ କଟା। ଭାଗୀରଥୀ ଆଜ୍ଞା ଆଜି କ୍ରୋଧରେ ବଳଦେବ ଠାକୁର ଆଚ୍ଛା ରେବତୀ କି କହୁଛନ୍ତି ଆଲୋ ପାପିଷ୍ଟା ହଁ ଏଡ଼ିକି ଦୃଷ୍ଟା ଆଚ୍ଛା ହେଲୁ କହିଲୁ ନ ଭାବି କଥାଟା ହଁ ଜାଣିଛୁ ତୁ ଯା ନା କହୁଛୁ ହଁ ସେ ଜାର ଜାତକ ପାଣ୍ଡବେ ପାଞ୍ଚଟା ହଁ ତା ମାତା କୁନ୍ତୀର ପତି ପତି ପାଞ୍ଚଟା ଧରି ଏମାନଙ୍କୁ ପର୍ବତ ଲଟା ବୁଲାଇଲା କାଳଟା କାଳଟା ସେ ଯୋଉ ଯୁଧିଷ୍ଠିର ହୀନ ବୁଦ୍ଧି ନିଲଠା ହଁ ହଁ ଖେଳରେ ହାରିଲା ରାଇଜ ଗୋଟା ଦୁର୍ଯ୍ୟୋଧନ ରାଜାକୁ ରାଜ୍ୟ ଦେଇ ହଁ ଯାଇ ଖେଳରେ ଜଙ୍ଗଲରେ ପଶିଛି ବସିଛି ଖାନା ବାଲା ଭୀମସେନ ପେଟା ହଁ ନକୁଳ ସୁନ୍ଦର ଗଇଁଆ ଭଟ୍ଟା ଭଟା ଅର୍ଜୁନ ହୀନ ନିପଟ ଚୋଠା ହଁ କି ଦେଖି ଝିଅକୁ ଦେବାଟା ବୃଥା ଇଏ ଭୁଲ ଧାରଣା ମନରୁ ତୁଟା ହଁ ହଁ ଯଦି ଆଉ ଦିନେ କହିବୁ ଏ କଥାଟା ହେବ ତାହେଲେ ତୋ ମୁଣ୍ଡ କଟା। ଭାଗୀରଥୀ ଆଜ୍ଞା ବଳଦେବଙ୍କ କ୍ରୋଧକୁ ଦେଖିଣ ରେବତୀ ହଁ ହଁ କର ଯୋଡ଼ି କହନ୍ତି ଶୁଣିବା ପ୍ରାଣ ପ୍ରାଣପତି ରେବତୀ କହିଲେ ସ୍ୱାମୀ ହଁ ମୁଁ କହୁଥିଲି ଆପଣଙ୍କ ଇଚ୍ଛା ଯାହା ଆପଣ କରନ୍ତୁ କରନ୍ତୁ ଭାଗୀରଥୀ ବାବୁ ଆଜ୍ଞା ଇଏ ସମର ବଳଦେବ ଠାକୁର କଣ କହୁଛନ୍ତି କଣ କହିଲେ ନୁହେଁ ମୋ ସମୁଦୀପଣେ ଅର୍ଜୁନ ଅର୍ଜୁନ ସମାନ ସମାନ କେବଳ ମହି ପତି ଦୁର୍ଯୋଧନ ଏକ ପିତ୍ର ଏକ ମିତ୍ର ଏକ କନ୍ୟା ତାର ଆଦ୍ୟ ଦୁଇ ଅକ୍ଷର ନାମ ସବୁ ଭାଇଙ୍କର ମିତ୍ର ତାର କର୍ଣ୍ଣ ନୀତି ଶୁନେ ସତେବାର ବ୍ରାହ୍ମଣଙ୍କୁ ଦାନ ଦିଏ ସ୍ୱର୍ଣ୍ଣ ଭାର ଭାର ଭାଗୀରଥୀ ବାବୁ ଆଜ୍ଞା ଇଏ ବଳଦେବ ଠାକୁର କହୁଛନ୍ତି ହଁ ନୁହେଁ ମୋ ସମୁଦୀପଣେ ଅର୍ଜୁନ ସମାନ ହଁ ସମାନ କେବଳ ମହିପତି ପତି ଦୁର୍ଯୋଧନ କାହିଁକି କାହିଁକି ଚାଲନ୍ତେ ସୁବର୍ଣ୍ଣ ପଦ୍ମ ଅବନୀରେ ଫୁଟେ ହଁ ଶିଳାରେ ହାତ ଲଦିଲେ କନକ ପାଲଟେ ହଁ ରାଜଲକ୍ଷ୍ମୀ ଯାର କନ୍ଧେ ଛାଇ ହଁ ହଁ ଯାହାର ଏକ ପତ୍ନୀ ହଁ ଏକ କନ୍ୟା ଆଚ୍ଛା ଏକ ପୁତ୍ର ହଁ ସପ୍ତ ରଥୀ ଆଚ୍ଛା ଶକୁନି ଯାର ମନ୍ତ୍ରୀବର ହଁ ହଁ ପିତାଙ୍କୁ ହେଲେ ଯାହାର ନାହିଁ ନମସ୍କାର ସଦା ବରବେଶ ଶକୁନି ଯାର ମନ୍ତ୍ରୀ ମନ୍ତ୍ରୀବର ସିଏ ମୋ ସମୁଦୀପଣରେ ଯୋଗ୍ୟ ହଁ ଇଏ 5 ଜଣ ମୋ ସମୁଦୀପଣରେ ଅଯୋଗ୍ୟ ହଁ ଇଏ 5 ଜଣ ହଁ ମୋ ସମାସ୍କନ୍ଦ ନୁହଁ ନା ଇଏ ରାଜ୍ୟ ଦୁର୍ଯ୍ୟୋଧନକୁ ଦେଇ ହଁ ଡରେ ମରେ ଯାଇକି ଜଙ୍ଗଲରେ ଲୁଚିଛନ୍ତି ଭାଗୀରଥୀ ବାବୁ ଆଜ୍ଞା ଏଇ ସମୟରେ ହେଇଛି କଣ କଣ ହେଇଛି ନା ଦ୍ୱାରାବତୀ ପୁରର ହଁ ସଭା ବସିଛି ଆଚ୍ଛା ସେଇ ସମୟରେ ବଳଦେବ ଯାଇକି ପହଞ୍ଚିଗଲେ ହଁ ହଁ ବଳଦେବ ଠାକୁର କହୁଛନ୍ତି କଣ କହିଲେ ହେ କାଇଁଚ ମାଳିଆ ହଁ ସବୁ ପାତ୍ର ମନ୍ତ୍ରୀ ହଁ ଆମାତ୍ୟ ସମସ୍ତେ ଅଛନ୍ତି ଆଚ୍ଛା ବଳଦେବ ଠାକୁର କହୁଛନ୍ତି ହେ ଜଗନ୍ନାଥ ହଁ ଆଜି କୁମାରୀର ହୋଇଲାଣି ବିବାହ ସମୟ ଆଚ୍ଛା ଆଉ ଦୁର୍ଯ୍ୟୋଧନ ପୁଅ ଲକ୍ଷ୍ମଣ କୁମାରକୁ ମୁଁ ଦେବି ହଁ ବୋଲି ହଁ ସିଏ ମୋ ସମୁଦି ହବ ଆଚ୍ଛା ମୋ ଯୋଗ୍ୟ ଲୋକ ସିଏ ମୋ ସମାସ୍କନ୍ଦ ସିଏ ହଁ ଆଉ ତା ପାଖକୁ ଚିଠେକୁ ଲେଖ ଲେଖ ଆଜି ଅକ୍ରୁର ଲେଖୁଛି ଚିଠି ଆଚ୍ଛା ଲେଖିଲା ଶ୍ରୀ ଶ୍ରୀ ବଳଦେବ ଦ୍ୱାରିକା ଈଶ୍ୱର ବଳଦେବ ଆଶୀର୍ବାଦ କରୁଛନ୍ତି ମାନ ଗୋବିନ୍ଦ ଦୁର୍ଯ୍ୟୋଧନକୁ ଆଚ୍ଛା ଶ୍ରୀ ଶ୍ରୀ ବଳଦେବ ବିରାଧି ବୀରବର ହଁ ଲକ୍ଷ୍ୟ ରାଜାଙ୍କର ହଁ
ଯିଏ ମୌରମଣି ଆଚ୍ଛା ତା ପୁଅକୁ ମୁଁ କନ୍ୟାଦାନ କରିବି ସତ୍ୱର। ଆଚ୍ଛା ଆଜି ଚିଠିକି ଲେଖିଲେ, ହଁ ଲେଖିକି ମୁଦି ଚିଠି ମୁଦି ଦେଇ ଆଚ୍ଛା ଉଦ୍ଧବ ହାତରେ ଦେଲେ। ହଁ ଉଦ୍ଧବ ସଙ୍ଗେ ସଙ୍ଗେ ଚିଠି ଚିଟାଉ ନେଇ ଆଚ୍ଛା ଯାଇ ପହଞ୍ଚିଗଲା ଦୁର୍ଯ୍ୟୋଧନ ପାଖରେ। ଆହା ଦୁର୍ଯ୍ୟୋଧନ ହଁ ସେ ଚିଠି ପଢି ଆଚ୍ଛା ସ୍ୱୀକୃତି ଦେଇ ହଁ ଫଗୁ ଦଶମୀ ଆଚ୍ଛା ବୃହସ୍ପତି ବାରର ପାଣି ଗ୍ରହଣ ସ୍ୱୟଂବର ହବ। ଆଚ୍ଛା ଭାଗୀରଥୀ ବାବୁ ଆଜ୍ଞା ଆଙ୍କ ପାଖରୁ ଦୂତ ଗଲେ, ହଁ ତାଙ୍କ ପାଖରୁ ଦୂତ ଆସିଲେ। ଆଚ୍ଛା ହେଇଛି କଣ କଣ ହେଲା ନା ସୁଭଦ୍ରା ଦେବୀ ଜାଣିପାରିଲେ ହଁ ଦୁର୍ଯ୍ୟୋଧନ ସହିତ ରାମ ସମୁଦି କରିବେ ଦୁର୍ଯ୍ୟୋଧନକୁ, ହଉ ଆଉ ସିଏ ତାଙ୍କ ସମଧି ହେବେ। ହଁ ମୋ ପୁଅ ଅଭିମନ୍ୟୁକୁ ସେ କନ୍ୟା ଦେବେ ନାହିଁ। ଭାଗୀରଥୀ ବାବୁ ଆଜ୍ଞା ଯେତେବେଳେ ହଁ ସୁଭଦ୍ରା ଯାଇକି ବଳରାମ ଠାକୁରଙ୍କୁ କହୁଛନ୍ତି କହିଲେ, ହଁ ଆହେ ଜ୍ୟେଷ୍ଠ ଭାଇ ତୁମ ଜେମା ଦେଇ ଦିଅ ମୋ ଅଭିମନ୍ୟୁକୁ ଆହେ ଜ୍ୟେଷ୍ଠ ଭାଇ ତୁମ ଜେମା ଦେଇ ଦିଅ ମୋ ଅଭିମନ୍ୟୁକୁ, ଅନ୍ତୁଡ଼ି ଶାଳରୁ ଶପଥ କରୁଛି ବଧୁ କରିବି କାହାକୁ ଚିରଦିନକୁ, ହଁ କଥାରୁ ହାଇବି ଭବେ କାଳ କାଳକୁ। ହଁ ଭାଗୀରଥୀ ବାବୁ ଆଜ୍ଞା ବଳଦେବ କହିଲେ ସୁଭଦ୍ରାଇ ହଁ ମୁଁ ତୋ ପୁଅକୁ ଖୋଜି ଖୋଜି ବିବାହ ଦେବି। ହଁ ରାଜା ମାନେ ମତେ ନିନ୍ଦିବେ, କୁ ଭାଷା କହିବେ ହଁ ଯେ ବଳରାମ ହଉ ଦ୍ୱାରାବତୀ କଟକର କୃଷ୍ଣ ବଳରାମ ରାଜା ଆଚ୍ଛା ସିଏ ଝିଅ ଅଲଗା ରାଜ୍ୟ ପୁତ୍ରକୁ ନ ଦେଇ ହଁ ତା ଭଣଜାକୁ ଦେଲା। ଦଉଛି। ଏ ଲଜ୍ଜାଶୀଳ କାମ ମୁଁ କରିପାରିବି ନାହିଁ। ନା ଯେତେବେଳେ ସୁଭଦ୍ରା ବଢେଇ କହିଛନ୍ତି ହଁ ବଳଦେବ ଦେଲେ ତଉ ହସ୍ତକୁ ଛିଞ୍ଚାଡ଼ି ଗଡିଣ, ସୁଭଦ୍ରା ପଡ଼ିଲେ ଖଣ୍ଡେ ଦୂରେ ଗଡ଼ି ଗଡ଼ି। ଭାଗୀରଥୀ ବାବୁ ଆଜ୍ଞା ଆଜି ସୁଭଦ୍ରା ଦେବୀ କାନ୍ଦୁଛନ୍ତି। ହଁ ଏଇ ସମୟରେ ବୀର ଅଭିମନ୍ୟୁ ଆସିକି ପହଞ୍ଚିଗଲା। ଆଚ୍ଛା ଅଭିମନ୍ୟୁ କହିଲା ହଁ ଯେବେ ଦୋଷ କଲି ମୁହିଁ ବାଳୁ ତନଇ ମୁଁ ବାଳୁ ତନଇ ମାଏ ଦୋଷ କ୍ଷମା ନ କର କି ପାଇ। ଭାଗୀରଥୀ ବାବୁ ହଁ ଆଜି ସୁଭଦ୍ରା କହୁଛି ପୁଅ ହଁ ମୁଁ ତୋ ଦୋଷ ଧରୁନାହିଁ। ନା ଜ୍ୟେଷ୍ଠ ଭାଇଙ୍କ ଦୁହିତି ଯେ ନାମ ତା ମଦନାବତୀ, ହଁ ତୋ ବଡ଼ ମାମୁଁକୁ ମୁଁ ଯେତେ କହିଲି ହଁ ସିଏ ମତେ ହସ୍ତ ଛିଞ୍ଚାଡ଼ି ଦେଲେ, ଆଚ୍ଛା ମତେ ଗାଳି କଲେ। ହଁ ତେଣୁ ତେଣୁ କରିକି ବସିକି ମୁଁ କାନ୍ଦୁଛି। ଆଚ୍ଛା ଭାଗୀରଥୀ ବାବୁ ହଁ ଏ ସ୍ୱର୍ଗପୁରେ ଥିଲେ ଯେ ନାରଦ ମୁନିବର, ସେଉ ମୁନିବର ଯେ ନାରଦ ମୁନିବର ମନେ ମନେ ବିଚାରନ୍ତି ବ୍ରହ୍ମାଙ୍କ କୁମାର। କଖାରୁ ମାଇଲା ବୋଇତାଳୁ କୁଲ ଗଡ଼ି ଗଡ଼ି ଗଲା ଭାଡୁ ତଳକୁ। ସମସ୍ତଙ୍କ ବଳା ବଳ ଗଲାଣି ତ ଜଣା, ନାଉ ଧରି କି ଦେଖିଥିଲୁ କିଲୋ ଆମ ବୁଢ଼ୀକି। ମାମୁଁ ଭଣଜା ବଳା ବଳ ନ ଗଲା କଳପଣା। ମୁଁ ତ ଯାଉଛି ଗଡ଼ି ଗଡ଼ି କିଲୋ କେମିତି ଦେଖିଲି ତମ ବୁଢ଼ୀକି। ଯେତେ କହି ମୁନି ମନ ଦଣ୍ଡରେ ବସିଲେ, ଏ ତୁଥାକୁ ଏତେ ଲୋ ମୁଦି ନାହିଁ ଗୋଡ଼ କଚାଡୁ କେତେ। ଯେତେ କହି ମୁନି ମନ ଦଣ୍ଡରେ ବସିଲେ, ଭାବିଲି କି ରସୁଣ ପତର ବିରି ଡାଲିକି। ଅଭିମନ୍ୟୁ ପ୍ରାସରେ ପ୍ରବେଶ ହୋଇଲେ। ମୁଗ ଡାଲିକି ଘିଅ ଲୋ ମୁଗ ଡାଲିକି ଘିଅ। ଭାଗୀରଥୀ ବାବୁ ଆଜ୍ଞା ସ୍ୱର୍ଗପୁରେ ଥିଲେ ଯେ ନାରଦ ମୁନିବର, ହଁ ମନେ ମନେ ବିଚାର କଲେ ବ୍ରହ୍ମାଙ୍କ କୁମର। ଆଚ୍ଛା ସମସ୍ତଙ୍କ ବଳା ବଳ ଗଲାଣି ତ ଜଣା, ହଁ ମାମୁଁ ଭଣଜା ବଳା ବଳ ନଗଲା କଳପଣା। ହଁ ମୁଁ ଆଗରୁ ଉପାୟ ରଚି ହଁ ଭାବିଥିଲି ଯାହା ହଉ ମାମୁଁ ଭଣଜା ଦୁଇ ଜଣ ବଳି ଲଗେଇଦେବି। ବଳି ଲଗେଇବି, ହଁ କଳହ ପ୍ରିୟ ନାମକୁ ସାର୍ଥକ କରିବି। ଆଚ୍ଛା ଭାଗୀରଥୀ ବାବୁ ଆଜ୍ଞା ନାରଦଙ୍କର ସଦାବେଳେ କଣ ଖୋଜନ୍ତି? କଣ ଖୋଜନ୍ତି? ଇଏ କଳି ଖୋଜୁଥାଇ ନାରଦ ମୁନି ବଳି ଖୋଜୁଥାଇ ହର ଘରଣୀ ଧୂଳି ଖୋଜୁଥାଇ କୁମର ମଣି ଭ୍ରମର ଖୋଜଇ ଆଳି ଦେ ଫୁଲ ଖୋଜୁଥାଇ ମାରି ଦେ ଭ୍ରମର ଖୋଜଇ ଆଳି ଦେ ଫୁଲ ଖୋଜୁଥାଇ ମାରି ଦେ। ଭାଗୀରଥୀ ବାବୁ ଆଜ୍ଞା କଳି ଖୋଜୁଥାଏ ନାରଦ ମୁନି, ହଁ ବଳି ଖୋଜୁଥାଏ ହର ଘରଣୀ, ହଁ ଧୂଳି ଖୋଜୁଥାଏ କୁମର କୁମର ମଣି। ମଣି।
ଭ୍ରମର ଖୋଜଇ ଆଳି ହଁ ଫୁଲ ଖୋଜୁଥାଏ ଏଇ ମାଳି। ମାଳି ନାରଦ ମହର୍ଷି କହିଲେ ଏତେ ଦିନେ ହଁ ମୋ ମନସ୍କାମନା ପୂର୍ଣ୍ଣ ହବ। ହବ। ସମସ୍ତଙ୍କ ବଳା ବଳ ଆଗରୁ ଜାଣିଛି ହଁ। ଏ ମାମୁଁ ଭଣଜା ବଳା ବଳ ନଗଲା କଳପଣା। ଆଚ୍ଛା ଏବେ ମୁଁ ଉପାୟ ଅଛି କଳହ ଲଗାଇବି ହଁ କଳହ ପ୍ରିୟ ନାମକୁ ସାର୍ଥକ ସାର୍ଥକ କରିବି ଏତେ କହି ମୁନି ମନ ଦଣ୍ଡରେ ବସିଲେ ହଁ ହଁ ଏତେ କହି ମୁନି ମନ ଯାନରେ ବସିଲେ ହଁ ଅଭିମନ୍ୟୁ ସୁଭଦ୍ରା ପାଖରେ ପ୍ରବେଶ ପ୍ରବେଶ ହୋଇଲେ ଅଭିମନ୍ୟୁ ସୁଭଦ୍ରା ଦେଖି ନମସ୍କାର କଲେ। ହଁ ଆଜି ନାରଦ ମହର୍ଷି କହୁଛନ୍ତି ଆଚ୍ଛା କାହିଁକି କାନ୍ଦୁଛ ତୁମେ କାହିଁକି କାନ୍ଦୁଛ କାନ୍ଦୁଛ ଭଜ ରାମ ହେ କାହିଁକି କାନ୍ଦୁଛ ପୁତ୍ର ବୋଧନ କରୁଛ। କରୁଛ ଜୟ ରାମ ହେ ଭାଗୀରଥୀ ବାବୁ ହଁ ହଁ ଆଜି ସୁଭଦ୍ରା ଦେବୀଙ୍କି ଆଚ୍ଛା ନାରଦ ମହର୍ଷି କହୁଛନ୍ତି ସୁଭଦ୍ରା ହଁ ତୁମେ କାହିଁକି କାନ୍ଦୁଛ। ହଁ ହଁ ମାତା ପୁତ୍ର ଦୁଇ ଜଣ କଣ ପାଇଁ କାନ୍ଦୁଛ କଣ ପାଇଁ କାହିଁକି କାନ୍ଦୁଛ ତୁମେ କାହିଁକି କାନ୍ଦୁଛ ଆଚ୍ଛା କାହିଁକି କାନ୍ଦୁଛ ପୁତ୍ର ବୋଧନ କରୁଛ। ହଁ ସୁଭଦ୍ରା ଦେବୀ ସକଳ ଘଟଣା କହିଦେଲେ। ଆଚ୍ଛା ବଳଦେବଙ୍କ ଦୁହିତି ଯେ ନାମତା ମଦନାବତୀ ହଁ ମୋ ଜ୍ୟେଷ୍ଠ ସଦରଙ୍କୁ କହିଲି ହଁ ହଁ ଭାଗୀରଥୀ ବାବୁ ଆଜ୍ଞା ଆଜି କହୁଛନ୍ତି ନାରଦ ମହର୍ଷି ପାଖରେ ଆଚ୍ଛା ଭାଇ ନ ଜାଣିଲେ ଭାଇର କଥା ଭାଇ ନ ଜାଣିଲେ ମନର କଥା ମୋ ଗୁଣମଣି ଭାଉଜଙ୍କୁ ଦୋଷ ଦେବାଟା ବୃଥା। ଦେବାଟା ବୃଥା ଭାଗୀରଥୀ ବାବୁ ଆଜ୍ଞା ଭାଇ ନ ଜାଣିଲେ ମନର କଥା ଭାଉଜଙ୍କୁ ଦୋଷ ଦେବା ଦେବାଟା ବୃଥା ବିଚାର କରୁଛନ୍ତି ହେ ନାରଦ ମହର୍ଷି ହଁ ହଁ ଶଶୀ ରେଖା ବିଭା କାଲି ହଁ ହଁ ନୂଆଜ କିମ୍ପାନ ମଲ୍ଲି ହଁ ଭାଗୀରଥୀ ଆଜ୍ଞା ଆଜି ନାରଦ ମହର୍ଷି ଅଛନ୍ତି ହଁ ବାହୁନି ବାହୁନି କାନ୍ଦୁଛନ୍ତି ସୁଭଦ୍ରା ଦେବୀ ଆଚ୍ଛା ବନବାସ ଗଲ ଛାଡ଼ିଣ ମତେ ମୋ ଗୁଣମଣି ଝିଙ୍ଗା ସବଚନ ଶୁଣାଇ ମତେ ମୋ ଗୁଣମଣି ଝିଙ୍ଗା ସବଚନ ଶୁଣାଇ ମତେ ମୋ ଗୁଣମଣି ପଠାଇ ଦେଲ କି ବାପ ଘରକୁ ମୋ ଗୁଣମଣି ଶଶୀ ରେଖା ବିଭା ଜାଣି ନଥାନ୍ତି ମୋ ଗୁଣମଣି କାହିଁକି ତା ଲାଗି ଅଳି କର କରନ୍ତି ମୋ ଗୁଣମଣି ଭାଇ ନ ଜାଣିଲେ ମନର ର କଥା ମୋ ଗୁଣମଣି ଭାଉଜଙ୍କୁ ଦୋଷ ଦେବା। ଦେବାଟା ବୃଥା ମୋ ଗୁଣମଣି ଆଉ ସେ ଯୋଉ ରାଜ୍ୟହରା ପାଣ୍ଡବ ମାନେ ହଁ ହଁ ଜଙ୍ଗଲକୁ ପଳେଇଲେ। ଆଚ୍ଛା ନାରଦ ମହର୍ଷି କହୁଛନ୍ତି ଆମେ ମାତା ପୁତ୍ର ସ୍ଥିର କରିଛୁ ହଁ ସମୁଦ୍ରରେ ଝାସ ଦେଇ ଆଚ୍ଛା ଆଜି ଜୀବନ ହାରିଦବୁ। ହଁ ହଁ ନାରଦ କହିଲେ ଅର୍ଜୁନ ଘରଣୀ ହଁ ସ୍ୱାମୀ ଯାହାର ଧନୁର୍ଧାରୀ ଧନୁର୍ଧାରୀ ହଁ ଯଦି ଅର୍ଜୁନ କରରେ ଧନୁଶର ଅଛି ଆଚ୍ଛା ଏ ସୃଷ୍ଟିରେ ତାକୁ କେହି ପାରିବେ ନାହିଁ। ନା ଆଉ ଯାହାର ମାମୁଁ ଶ୍ରୀକୃଷ୍ଣ ହଁ ଇଏ ଅର୍ଜୁନ ପିତା ଆଚ୍ଛା ଯା ଖୁଡୁତା ବୃକୋଦର ଭୀମ ହଁ ମାତା ପିତା ପୁତ୍ର ଭେଟିଲେ ପୁରିବ କାମନା। ଆଚ୍ଛା ଗୋଟେ କାମ କର କଣ ପାଣ୍ଡବ ମାନେ ଅସ୍କନ୍ଦ ବନରେ ଅଛନ୍ତି ହଁ ହଁ କାଲି ପ୍ରଭାତରୁ ମୁଁ ଆସିବି ଆଚ୍ଛା ପିତା ପୁତ୍ର ଭେଟ ହେଲେ ପୁରିବ କାମନା। ହଁ ହଁ ଭାଗୀରଥୀ ବାବୁ ଆଜ୍ଞା ନାରଦ କହିଦେଇ ହଁ ମାତା ପୁତ୍ର ଦୁଇ ଜଣଙ୍କୁ ଆଚ୍ଛା ସ୍ୱର୍ଗପୁରକୁ ଗଲେ। ହଁ କ୍ରମେ କ୍ରମେ ଆଜି ସନ୍ଧ୍ୟା ଆସିଯାଇଛି। ଆଚ୍ଛା ସନ୍ଧ୍ୟା ଆସିଲା ପରେ ହଁ କ୍ରମେ କ୍ରମେ ରାତି 5 ଘଡ଼ି ଯାଇଛି। ଆଚ୍ଛା ଅଭିମନ୍ୟୁ ବାହାରିଲା ହଁ ଇଏ ମଦନାବତୀ ପୁରକୁ। ଆଚ୍ଛା ମଦନାବତୀ କି କହିଲା ସଖୀ ହଁ ତୋର ମୋର ଭେଟ ଆଜ ଏତିକି ହଁ ହଁ ଆଉ ପିତା ତୋର ବରଣ କରିଛି ଲକ୍ଷ୍ମଣ କୁମରକୁ। ଆଚ୍ଛା ଲକ୍ଷ୍ମଣ କୁମର ସହିତ ବିବାହ ଦେଇ ହଁ ତୁ ହସ୍ତିନା କଟକକୁ ଯିବୁ ଯିବୁ ଆଉ ଆଜିଠାରୁ ତୋର ମୋର ଦେଖା ଏତିକି ହଁ କହି ଗଜ ମୁକ୍ତାହାରକୁ ଖୋଲିଦେଲା। ଆଚ୍ଛା ଭାଗୀରଥୀ ବାବୁ ଆଜ୍ଞା ଆଜି ଶଶୀ ରେଖା କହୁଛି ହଁ ହେ ତମେ ହେ ସ୍ୱାମୀ ଆଚ୍ଛା ଆପଣ କାହିଁକି ଡରୁଛନ୍ତି। ହଁ ମୁଁ ମୋ ପିତାଙ୍କୁ ବେଦୀ ପାଶେ ପିତା ମତେ ଡକାଇବେ ଯେବେ ହଁ ହଁ ଯଦି ଡକାନ୍ତି ହଁ ମୁଁ କହିବି ଇଚ୍ଛାରେ କରିଛି ବରଣ ହଁ ହଁ ଅର୍ଜୁନ ପୁତ୍ର ଅଭିମନ୍ୟୁ ବିନାନ ହଁ ହଁ ଅନ୍ୟ ପୁରୁଷକୁ ମୁଁ ବିବାହ ନ କରିବି ଜାଣ। ହଁ ଭାଗୀରଥୀ ବାବୁ ଆଜ୍ଞା ଯାହା ହେଉ
ତାକୁ ସାନ୍ତ୍ୱନା ଦେଇ ଦେଇଛି ସାନ୍ତ୍ୱନା ଦେଇ ଦେଇଛି। ହଁ ଆଜି ମଦନାବତୀ ଆଚ୍ଛା କହୁଛି ହଁ ଛାଡ଼ି ନ ଜାନଥ ମୋତେ ହଁ କରିନ ଏକା ହେ ଛାଡ଼ି